ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ। ହେମନ୍ତ ବିଦୁର ବଚନ ଶୁଣି ଉଦ୍ଧବ ହତଜ୍ଞାନ। କୃଷ୍ଣଚରଣେ ମନ ଦେଇ ଉତ୍କଣ୍ଠେ ନ ପାରଇ କହି 5 ବରଷେ ତାଙ୍କ ମାତା ପ୍ରାନ୍ତେ ଯେ ମନେ କଲା ଚିନ୍ତା। କୃଷ୍ଣ ଚିନ୍ତାରେ ଦେଇ ମନ ମୁହୂର୍ତ୍ତେ ହୋଇଲା ମୌନ। ତତ୍କ୍ଷଣେ ଦେହ ଭାବ ଛାଡ଼ି କୃଷ୍ଣ ଭକତି ଭାବେ ବୁଡ଼ି। କୃଷ୍ଣ ଚରଣେ ଦେଇ ମନ ଉଦ୍ଧବ କରଇ ରୋଦନ। କୃଷ୍ଣ ସେବାରେ ଦିନ ଗଲା ସ୍ୱଭାବେ ବୟସ ସରିଲା। ବିଦୁର ବାଣୀ ଶୁଣି କର୍ଣ୍ଣେ ବଦନୁ ନ ସ୍ଫୁରେ ବଚନେ। ପୁଲକ କରି ରୋମ ରାଜି ଅଶ୍ରୁ ଗଳଇ ଚକ୍ଷୁ ବୁଝି। ସ୍ନେହ ହୋଇଲା ପୂର୍ଣ୍ଣ କାମ ସ୍ନେହ ସଲିଳେ କଲା ସ୍ନାନ। ସ୍ଥିରେ ଛଡ଼ାଇ ବିଷ୍ଣୁ ପଦେ ପୁଣି ମିଳିଲା ଦେହ ମଧ୍ୟେ। ବେନି ଲୋଚନ ଘଷି କରେ ନିଶ୍ୱାସ ଛାଡ଼ି ଉଚ୍ଚ ସ୍ୱରେ। ବିଦୁର ମୁଖ ଚାହିଁ ଦେଖେ ଉଦ୍ଧବ କହେ ଅଶ୍ରୁ ମୁଖେ। ଯାଦବ ମଧ୍ୟ କୃଷ୍ଣ ଥାଇ ସୂର୍ଯ୍ୟର ପ୍ରାୟ ପ୍ରକାଶଇ। ସେ ସୂର୍ଯ୍ୟ ଅସ୍ତଗିରି ଗଲା ନିବିଡ଼ ତମ ପ୍ରକାଶିଲା। ମୁଁ ଏବେ ଅତି ବଡ଼ ଦୁଃଖେ ପଡ଼ିଛି ଅଜଗର ମୁଖେ। ଆମ୍ଭ କୁଶଳ କାହିଁ ଆଉ କହିବା ଶୁଣ ହୋ ବିଦୁର। ଦେଖ ଭାଗ୍ୟ ଯଦୁବଂଶ ବାଳକ ପ୍ରାୟ ବୁଦ୍ଧି ଭ୍ରଂଶ। ବସନ୍ତି କୃଷ୍ଣ ଅନୁସଙ୍ଗେ ରାତ୍ର ଦିବସ ଅନୁରାଗେ। ତାଙ୍କୁ ନ ଜାଣିଲେ ସକଳ ଚନ୍ଦ୍ର କୁମୁଦ ଯେବେ ବଳ। ତାଙ୍କୁ ନ ଜାଣିଲେ ସକଳେ ଚନ୍ଦ୍ର ମୁକୁନ୍ଦ ଯେତେ ଜଳେ। ଯାଦବ କୃଷ୍ଣ ସଙ୍ଗ କଲେ ଦିନ ହରନ୍ତି କୁତହଳେ। ସଙ୍ଗତେ ପାଇ ନରହରି ଦେଖନ୍ତି ଅନାନ୍ଦର କରି। ଯାଦବେ ଜାଣି ତା ନ ପାରି ତା ମାୟା ମନୁଷ୍ୟ ନରହରି। ବିଷ୍ଣୁ ମାୟାରେ ସେତୁଗ୍ରସ୍ତି ମନୁଷ୍ୟ ପ୍ରାୟ ସେ ମଣନ୍ତି। ଯାର ମାୟାରେ ଯୋଗୀ ଜନ ଆତ୍ମାକୁ କରୁଥାନ୍ତି ଭିନ୍ନ। ଯାର ମାୟାରେ ଯୋଗୀ ଜନେ ଆତ୍ମାକୁ କରୁଥାନ୍ତି ଭିନେ। ପ୍ରାଣୀଙ୍କ ତପ ଫଳେ ସେଇ ନୟନେ ଶରୀର ଦେଖେଇ। ପୁଣି ହରିଲେ ଚକ୍ଷୁ ସଙ୍ଗେ ପ୍ରାଣୀଙ୍କ ଚକ୍ଷୁ ନିଜ ଅଙ୍ଗେ। ମାୟା ମନୁଷ୍ୟ ରୂପ ହରି ଅନନ୍ତ ଲୀଳାରେ ଶ୍ରୀହରି। ସର୍ବସମ୍ପଦ ଅଙ୍ଗ ତୁଲେ ନିଜ ଭୁବନ ବିଜେ କଲେ। ତାର ବିଭୂତି ଦେବଗଣ ଏବେ ତୁ ବିଦୁର ହୋ ଶୁଣ। ଧର୍ମକୁ ମର ଯଜ୍ଞ କାଳେ ଦେବ ମନୁଷ୍ୟ ଋଷି ମେଳେ। ଯେ ରୂପ ଦେଖି ତୋଷ ମନେ କେବଳ ତରିଲେ ନୟନେ। ସେ କୃଷ୍ଣ ଅନୁରାଗ ମୁଖେ ସୁନ୍ଦର ହାସ୍ୟ ରଙ୍ଗ ରେଖ। ସେ କୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସ୍ୟ ରଙ୍ଗ ରେଖ। ଦେଖ ବେଣୁ ମୋହିତ ଚିତ୍ତ ଧରି ମୁଖ୍ୟ ଲଭିଲେ ଗୋପନାରୀ। ସେ ସର୍ବରୂପ ଏକ ରୂପୀ ବସଇ ସର୍ବରୂପେ ବ୍ୟାପୀ। ତାର ବିଭୂତି ଦେବଗଣ ପୂଜନ୍ତି ତାହାଙ୍କ ଚରଣ। ଦେବଙ୍କ ଅର୍ଥେ ଯେ ମୁରାରୀ ଜନ୍ମିଲେ ନାନା ରୂପ ଧରି। ସ୍ୱଭାବେ ଜନ୍ମ ଯାର ନାହିଁ ନିର୍ମଳ ଭାବ କଲେ ଦେହି। ଅଗ୍ନି ଯେସନ ନାନା ମତେ ଜନ୍ମି ଯେ ଜଳଇ ଜଗତେ। ଏକଥା ମୋତେ ଖେଦ କରେ ଯେ ଜନ୍ମ ବସୁଦେବ ଘରେ। କଂସର ଡରେ ଗୋପ ମେଳେ ଲୁଚି ଯେ ଥିଲେ ବାଳ କାଳେ। ତେଣୁ ମଥୁରାପୁରେ ଆସି ଗଜ ଚାରୁଣ କଂସ ଧ୍ୱଂସୀ। ମାତା ପିତାଙ୍କର ନିଶ୍ୱାସ ବୋଲଇ କ୍ଷମା କର ଦୋଷ। ତୁମ୍ଭକୁ ନିଶ୍ଚିନ୍ତ ନ କରି ବ୍ୟର୍ଥେ ବଞ୍ଚିଲୁ ଦେହ ଧରି। ଏକଥା ବିଡ଼ମ୍ବନା ମୋତେ ଚିତ୍ତେ ମୋହର ବିରତେ। ତୁମ୍ଭେ ତ ଦେଖୁଅଛ ଡୋଳେ ଧର୍ମ ନନ୍ଦନ ଯଜ୍ଞ କାଳେ। ତାର ଚରଣ ରୂପ ଗନ୍ଧେ ଆଘ୍ରାଣ କରି ନାସା ରନ୍ଧ୍ରେ। କେତାପା ସରି ପାରେ ଚିତ୍ତ ମୁକ୍ତି କି କୋପ ଭୋଗ ନିତ୍ୟେ। ଭୂମିର ଭାରାନାଶ ଅର୍ଥେ ଯାହାର ଜନ୍ମ ଏ ଜଗତେ। ତାହାକୁ ଶିଶୁପାଳ ନିନ୍ଦି କ୍ଷଣକେ ତାର ଦେହ ଭେଦି। ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ। ଯେ ଗତି ଯୋଗୀ ଜନ ଚିନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ତାର ବିଯୋଗ କେବା ସହେ ଯେ ଏ ଜଗତେ ଦେହ ବହେ। ଦେଖ ଭାରତ ମଧ୍ୟ ଯେତେ ରଥି ପଦାତି ଅପ୍ରମିତେ। ସେ ଲୋକେ ନର ଯେତେ ଥିଲା ମରଣେ ତା ମୁଖ
ଯେ ସେ ଲୋକେ ନର ଯେତେ ଥିଲେ ମରଣେ ତା ମୁଖ ଦେଖିଲେ। ଅର୍ଜୁନ ବାଣେ କ୍ଷଣ ହୋଇ ପଶିଲେ ତାର ଦେହ ଯାଇ। ତ୍ରିଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ। ତ୍ରିଲୋକ ଦେବତା ଚରଣେ ସେବା କରନ୍ତି ଅନୁକ୍ଷଣେ। ସେ ପୁଣି ସ୍ଥାପି ରାଜପଥେ ପୂଜିଲା ଉଗ୍ରସେନ ପାଦେ। ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶୀ ତାର ମୁଖେ। କ୍ଷୀର ଗରଳ ସଙ୍ଗେ ଦେଇ ପଶିଲା ତାର ଦେହେ ଯାଇ। ସେ ଦୟାନିଧିର ଚରଣ କେବା ନ ପଶିବ ଶରଣ। ଯେତେ ଅସୁର ଏ ଜଗତେ ନାସିଲେ ଗୋବିନ୍ଦ ଶ୍ରୀହସ୍ତେ। ଗରୁଡ଼ ପୃଷ୍ଠେ ତାଙ୍କୁ ଚାହିଁ ପଶିଲେ ତାର ଦେହେ ଯାଇ। ସେ ଭାଗ ମଧ୍ୟେ ସାର କିଏ ବା ଦେବା ପଟାନ୍ତର। କଂସ ରାଜାର ବନ୍ଦୀ ଘରେ ଜନ୍ମିଲେ ଦେବକୀ ଉଦରେ। କ୍ଷତିରେ ଥୋଇ ପୁଣ୍ୟ ଯଶ ଧରଣୀ ଭାରା କଲେ ନାଶ। ସେ ବସୁଦେବ କଂସ ଡରେ ନେଇ ଥୋଇଲା ବନ୍ଦୀ ଘରେ। ଗୋପତ ସଙ୍ଗେ ହଳଧର ବଞ୍ଚିଲେ ବରଷ 11। ଗୋପାଳଙ୍କର ସଙ୍ଗେ ଥାଇ ବନେ ଚରାନ୍ତି ନିତ୍ୟ ଗାଇ। ବେଣୁ ଶବଦ ଶଙ୍ଖନାଦ ବନେ ବୁଲନ୍ତି ଅପ୍ରମାଦ। ଯମୁନା କୂଳେ ଥାଇ ନିତ୍ୟ ଭୃଙ୍ଗ କୋକିଳର ସଙ୍ଗତେ। ଯମୁନା କୂଳେ ଥାଇ ନିତ୍ୟ ଭୃଙ୍ଗ କୋକିଳର ସଙ୍ଗତେ। ଯେ ଗୋପ ନାରୀଙ୍କ ଲୋଚନ କୁମାର ଲୀଳା ବେଣୁ ସ୍ୱନ। ବିରସ ହରି ସେ କ୍ରୀଡ଼ନେ ନିରତେ ବସେ ତାଙ୍କ ମନେ। ଗୋଧନ ଘେନି ତାଙ୍କ ସଙ୍ଗେ ବେଣୁ ବଜାନ୍ତି ନାନା ରଙ୍ଗେ। କଂସର ହିତେ ସେ ଅସୁର ଯେତେ ମିଳିଲେ କଂସର ହିତେ ସେ ଅସୁରେ ଯେତେ ମିଳିଲେ ତାଙ୍କ ପୁରେ। ପୁତୁନା ଆଦି ମାୟା ରୂପୀ ମିଳିଲେ ବନଗିରି ବ୍ୟାପୀ। ତାହାଙ୍କୁ କରି ବାଳ ଖେଳା ସବୁ ମାରିଲେ ନନ୍ଦବଳା। ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଇ। ତାଙ୍କୁ ଜିଆଇ ନନ୍ଦବାଳ ଅମୃତ କଲେ ବିଷ ଜଳ। ଇନ୍ଦ୍ର ଉତ୍ସବ ଭଙ୍ଗ କରି ଗୋପରେ ପୂଜା କଲେ ଗିରି। ଯେ ଆଜ୍ଞା ପାଇ କୋପ କରି ଇନ୍ଦ୍ର ବରଷେ ଘୋର ବାରି। ଗୋରୁ ଗୋପାଳଙ୍କ ବିକଳ ତତ୍କ୍ଷଣେ ଦେଖି ନନ୍ଦବାଳ। ଛତ୍ର ଆକାରେ ଗିରି ଧରି ରଖିଲେ ଗୋପପୁର ଶିରି। ଶରତ ଋତୁ ଚନ୍ଦ୍ର ଚାହିଁ କାନନେ ବେଣୁ ନାଦ ବାଇ। ଗୋପୀମଣ୍ଡଳେ ଗୋପପୁରେ ରାସ ଉତ୍ସବ କୁତହଳେ। 16 ସହସ୍ର ରୂପ ଧରି ରମିଲେ 16 ସହସ୍ର ନାରୀ। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ। ସେ ହରି ଚରଣ କମଳେ ସୁଜନ ଚିନ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣତେ ନ ଲାଗେ ପ୍ରମାଦ। ଏଣେ ଗୋବିନ୍ଦ ପାଦ ରସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପାରମହଂସ ସଂହିତାଏ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ 2ୟ ଅଧ୍ୟାୟ। ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ 3ୟ ଅଧ୍ୟାୟ। ଶୁଣ ବିଦୁରମ ଉଦ୍ଧବ ଉବାଚ। ଶୁଣ ବିଦୁରମ ବଚନ ଧରି ନ ପାରି ଖେଦ ମନ। ସେ ରାମ କୃଷ୍ଣ ଏକ ରଥେ ମିଳିଲେ ଅକ୍ରୂର ସଙ୍ଗତେ। ମାତା ପିତାଙ୍କର କୁଶଳ ପୁଛନ୍ତି ରାମ ଆଦି ମୂଳ। କଂସକୁ ଦୃଷ୍ଟିରେ ସଂହାରି ମଞ୍ଚା ଉପରେ କେଶ ଧରି। ତଳେ ପକାଇ ରୋଷଭରେ ମୃତପିଣ୍ଡକୁ ଆଶ୍ୱାସିଲେ। ତହିଁ ବ୍ରାହ୍ମଣ ଘରେ ଯାଇ ସକଳ ବିଦ୍ୟା ଶିକ୍ଷା ପାଇ। ଗୁରୁ ଦକ୍ଷିଣା ଅର୍ଥେ ପୁଣି ଯମର ଘରୁ ପୁତ୍ର ଆଣି। ଗୁରୁ କାମିନୀ ତୋଷ କରି ପୁଣି ମିଳିଲେ ନିଜ ପୁରୀ। ଭୀଷ୍ମଙ୍କ ଦୁହିତାଙ୍କୁ ହରି କୁଣ୍ଡିନଗ୍ରରେ ବିଜେ କରି। ଗନ୍ଧର୍ବ ବୃତ୍ତି ଆଚରିଲେ ବଳେ ସେ କନ୍ୟାକୁ ହରିଲେ। ଶୃଗାଳ ମଧୁସିଂହ ଜେନେ ସ୍ୱଭାବ ହଟଇ ତେସନେ। କୋଶଳପୁରେ ନରହରି ଶପଥ ଷଣ୍ଢବଧ କରି। କନ୍ୟା ଲଭିଲେ ନନ୍ଦବାଳ ଜିଣି ସକଳ ଶତ୍ରୁବଳ। ସତ୍ୟଭାମାରେ ବୁଲେ ପୁଣି ନନ୍ଦନ ବନୁ ଚକ୍ର ପାଣି। ବଳେ ହରିଲେ ପାରିଜାତ ଲୀଳାଏ ଜିଣି ସଚିନାଥ। ପୁରେ ସ୍ଥାପିଲେ ବୃକ୍ଷ ନେଇ ପତ୍ନୀ କି ପ୍ରିୟ ଭାବ ବହି। ଗରୁଡ଼େ ବସି ଭାବଗ୍ରାହୀ ନାରକାସୁରପୁରେ ଯାଇ। ଦେଖିଲେ ତାହାର ଭୁବନେ ତେଜ କି ଜିଣିଛି ଗଗନ। ଚକ୍ରେ ତାହାର ମୁଣ୍ଡ ହାଣି ତେଜ ପ୍ରସରେ ଧରଣୀ।
ବୋଲଇ କଲୁ ପୁତ୍ର ନାଶ ଧରଣୀ ବଚନେ ବିଶ୍ୱାସ ନାରକା ପୁତ୍ରକୁ ମୁରାରି ତାରା ଯେ ଅଭିଷେକ କରି ନାରକା ଅନ୍ତପୁରେ ହରି କୋଟି କନ୍ଦର୍ପ ରୂପ ଧରି କନ୍ୟା ଏ ଦେଖି କାମ ଭଳେ ଚାହାନ୍ତି ନୟନ ନିରୋଳେ 16,000 ଶତାଧିକ ପୁଷ୍ପ ବରଷେ ଅତିରେକ ହରିଙ୍କୁ ବରିଲେ ସକଳ ମଙ୍ଗଳ ଶୁଭ ଲଗ୍ନ ବେଳେ ହରିଙ୍କୁ ବରିଲେ ସକଳେ ମଙ୍ଗଳ ଶୁଭ ଲଗ୍ନ ବେଳେ ତାହାଙ୍କୁ ନିଜପୁରେ ଆଣି ଏକ ମୁହୂର୍ତ୍ତେ ଚକ୍ର ପାଣି ବିବାହ କଲେ ବେଦ ମତେ ଶୁଣ ତାହାଙ୍କ ପୁତ୍ର ଯେତେ 10 କୁମର କନ୍ୟା ଏକ ଆତ୍ମସଦୃଶ ରୂପରେଖ କାଳ ଦମନ ଜରା ସନ୍ଧେ ସ୍ୱାଲ ସମସ୍ତ ପୁର ରୁନ୍ଧେ ତାହାଙ୍କ ନିଜ ତେଜ ନାସି ସୁଜନ ବାନ୍ଧବ ବିନାଶୀ ସମ୍ବଳ ଦିବିନ୍ଦ ବାନର ସୁର ବିଲୋଳ ବାଣାସୁର ସେ ଦନ୍ତ ବକ୍ର ଆଦି କରି ତାହାଙ୍କୁ ସଂଗ୍ରାମେ ସହରି ଏବେ ତ ଜ୍ୟେଷ୍ଠ ଭ୍ରାତା ସୁତେ ଅନେକ ନୃପତି ସମତେ ସଙ୍ଗତେ ନିଜ ବଳ ଘେନି ଚରଣେ କମ୍ପଇ ମେଦିନୀ ମିଳିଲେ କୁରୁକ୍ଷେତ୍ର ମଧ୍ୟ ଜିଣି ଭୁଞ୍ଜିବେ ମହି ଯୁଦ୍ଧେ କର୍ଣ୍ଣ ଶଙ୍କୁନି ଦୁଃଶାସନ ସ୍ୱଭାବେ ଦୁଷ୍ଟି 3 ଜଣ ଏହାଙ୍କୁ କରିଣ ବିଶ୍ୱାସ ଏଣେ ହୋଇଲେ ଅର୍ଦ୍ଧାୟୁଷ ଦେଖା ପଡ଼ିଲେ ରଣ ମଧ୍ୟ ମୂଢ଼ ଧର୍ମ ଦୋଷ ବାଦେ ଶୁଣ ବିଦୁର କହୁ ତୋତେ ପୁଣି ଭାଳିଲା ଆତ୍ମାଗତେ ଏ ଭୀଷ୍ମ ଦ୍ରୋଣ କୁରୁ ଗଣ ମରଣେ ଅନେକ ରାଜନ ଭାରା ନିବାର ଅର୍ଥେ ମଇ ସଂସାର ଅଳ୍ପ ମଣଇ ଏଣେ ମୋହର ଯଦୁବଂଶ ଏମନ୍ତ ଭାରା ଅବଶେଷ ମଧ୍ୟେ ବରୁଣ ଚକ୍ଷୁ କୋପେ ସର୍ବେ ମରିବେ ବିପ୍ର ସାପେ ଏଣେ ନ ମଲେ ନ ମରନ୍ତି ଏମନ୍ତ ଯୋଗ ମାୟା ଚିନ୍ତି ଏମନ୍ତ ମନେ ଚିନ୍ତା କରି ଧର୍ମ ସୁତକୁ ନରହରି ବନ୍ଧୁ ସୁହୃଦଙ୍କର ମଧ୍ୟ କୃଷ୍ଣ ଥାପିଲେ ରାଜପତେ ଉତ୍ତରା ଗର୍ଭକୁରୁ ବଂଶ କୃଷ୍ଣ ରଖିଲେ ଅବଶେଷ ପରିକୀର୍ତ୍ତକୁ କରି ରାଜା ଧର୍ମନନ୍ଦନ ଦେଲେ ଦୀକ୍ଷା ଜ୍ଞାତି ମରଣ ଦୋଷ ନାଶେ ଧର୍ମନନ୍ଦନଙ୍କ ବିଶ୍ୱାସେ ସର୍ବସମ୍ପଦ ସୁସମ୍ପାଦି କରାଇ ନୀତି ଅଶ୍ୱମେଧି ଆପणे ନିଜପୁରେ ଯାଇ ନାରୀଗଣଙ୍କ ମଧ୍ୟେ ଥାଇ ଗୃହସ୍ଥ ଧର୍ମବେଦ ମତେ କୃଷ୍ଣ ଆଚରିଲେ ଜଗତେ ନାରୀଙ୍କ ମନ କୃଷ୍ଣମୟୀ ଗୃହ ଚରିତ ଗୃହେ ଥାଇ ଯେ ଧର୍ମ କରେ ପରଲୋକେ କୃଷ୍ଣ ଥାପିଲେ ଅତିରେକେ ଏମନ୍ତ ବହୁତ ବରଷେ କ୍ରୀଡ଼ିଲେ ଗୃହାଶ୍ରମ ଆସେ କର୍ମ ଅଧୀନେ କାମେ ପଡ଼ି ଦେବ ମାୟାରେ ସୁଖ ଲୋଡ଼ି ପୁରୁଷ କର୍ମର ଅଧୀନ ଯୋଗୀଶ୍ୱରଙ୍କୁ ସେ ଗହନ ସେ ହରି ବିଷ୍ଣୁ ମାୟା କରି ନିଜ ସୁତଙ୍କ ମନ ହରି ସେ ପୁତ୍ର କ୍ରୀଡ଼ାର ବନେ କୋପେ ଚିନ୍ତିଲେ ବିପ୍ର ମନେ ସେ ବ୍ରହ୍ମ ସାପ ପାଇ ପୁରୀ ଅଦ୍ଭୁତ ଦେଖିଲେ ନିସ୍ତାରୀ ପୃଷ୍ଠବଞ୍ଚନ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ ସେ ଜଳେ ସାରିଲେ ସ୍ନାନ ପିତୃତର୍ପଣ ପିଣ୍ଡଦାନ ପୂଜିଲେ ଦେବ ଋଷି ଗଣ ଦାନେ ସନ୍ତୋଷିଲେ ବ୍ରାହ୍ମଣ ତିଳ ରଜତ ଯେ ସୁବର୍ଣ୍ଣ ବଚନ କୋମଳ ଅଧୀନ ରଥ କୁରଙ୍ଗ ସୋଦାନ ଧରଣୀ ତୁଲେ କନ୍ୟା ମାନ ଅନ୍ନ ସହିତେ ନାନା ରସେ ବିପ୍ରଙ୍କୁ ଭୁଞ୍ଜାଇ ହରସେ ଏମନ୍ତେ ଯଦୁ ଭୋଜ ଗଣ ଗୋବିପ୍ର ସେବା ତାଙ୍କ ମନ ସ୍ୱଭାବେ କରି ଉପବାସ ରାତ୍ର ବଞ୍ଚିଲେ କରି ରାସ ଏ ଯଦୁ ବଂଶର ଚରଣେ ସୁଜନ ଭଜନ କ୍ଷଣେ ହୋଇବ କୃଷ୍ଣର ବିଶ୍ୱାସ କହିଲେ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାଏ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ।